ସତ କହିବାକୁ ହେଲେ କଂଗ୍ରେସର ଦୁର୍ବଳତା, କିନ୍ତୁ ଆମମାନେ ଶକ୍ତିଶାଳୀ କରିବା ପାଇଁ ଚାହୁଁଛୁ, ଚେଷ୍ଟା ଜାରି ରହିଛି, କିନ୍ତୁ ଆମେ ସେ ଜାଗାରେ ପହଞ୍ଚି ପାରୁନୁ। କିନ୍ତୁ କାଲି ତ ଆମର ବୈଠକ ଥିଲା 3ଟା ବେଳେ, ଯେ ମୋର ଆଗରୁ 2ଟା ମିଟିଂ ଫିକ୍ସ ହେଇଯାଇଥିଲା। ମୁଁ ପହଞ୍ଚିବା ପାଇଁ ଚେଷ୍ଟା କଲି, କିନ୍ତୁ ପହଞ୍ଚିଲା ସମୟରେ 2-3 ଘଣ୍ଟା ଲେଟ୍ ହେଇଗଲା। ତ ଆଜି ଦେଖା କରିବି ଆମର ପିସିସି ସଭାପତିଙ୍କୁ, ବିରୋଧୀ ଦଳ ନେତାଙ୍କୁ। ମୋତେ କାଲି ମଧ୍ୟ ସକାଳେ ନରସିଂହ ମିଶ୍ର ସାର୍ ଫୋନ୍ କରିଥିଲେ। ତାଙ୍କୁ ମଧ୍ୟ ଏ କଥା କହିଥିଲି ଯେ ଦୁଇଟା ସଭା ଅଛି, ମୁଁ ସରେଇକି ତୁରନ୍ତ ପହଞ୍ଚିକି ସେଇଠି ସମର୍ଥନ ଦେବେ ବୋଲି ମୁଁ ତାଙ୍କୁ ଜବାବ ଦେଇଥିଲି। ଏହା ହେଉଛି କଥା। ଯେ କିନ୍ତୁ ଯେଉଁଭଳି ଭାବେ ଚର୍ଚ୍ଚା ହେଉଛି, ଦତେଶ୍ୱର ହତ୍ୟାକୁ କମନ୍ କ୍ୟାଣ୍ଡିଡେଟ୍ ବିଜେଡ଼ି ଘୋଷଣା କରିଛି, କିନ୍ତୁ କଂଗ୍ରେସ ତ କେବେ ବି ବିଜେଡ଼ି ସାଙ୍ଗରେ ଯାଇନଥିଲା ରାଜ୍ୟରେ, କିନ୍ତୁ ଆପଣମାନେ କ'ଣ ସହଯୋଗ କରିବେ? ଶୁଣନ୍ତୁ, କ'ଣ ନିଷ୍ପତ୍ତି ନେଇଛି ତ କାଲି ସେ ବୈଠକରେ ମୁଁ ନଥିଲି। ଏବେ ଗଲା ପରେ ବୁଝିବି କ'ଣ ହେଇଛି କ'ଣ ନାହିଁ। ଯଦି ଦଳ ସମର୍ଥନ କରୁଛି ତ ଆମେ ସମର୍ଥନ କରିବାକୁ ବାଧ୍ୟ ହେବୁ। କିନ୍ତୁ ଆଗରୁ ତ କେବେ ବିଜେଡ଼ି ଯାଏ, କଂଗ୍ରେସ ତ ମିଶି ନଥିଲେ, ନା ପ୍ରଥମ ଥର ପାଇଁ ମିଶିବାକୁ ଯାଉଛନ୍ତି। କ'ଣ ହେଇ ତ ଜାଣିନି, କିନ୍ତୁ ଆଗରୁ କେବେ ବିଜେଡ଼ି ସାଙ୍ଗରେ ମିଶିକି କଂଗ୍ରେସର କିଛି ଗଠବନ୍ଧନ କିଛି ନଥିଲା। କିନ୍ତୁ କ'ଣ ଚିନ୍ତାଧାରାରେ କରୁଛନ୍ତି କ'ଣ ନାହିଁ ମୁଁ ଠିକ୍ ଭାବେ ଜାଣିନି। ଏବେ ଗଲା ପରେ ବୁଝାସୁଝା କରିକି ଯାହା ବିରୋଧୀ ଦଳ ନେତା, ଯାହା ଆପଣଙ୍କର କଂଗ୍ରେସ ବିଧାୟକ ଦଳ ନେତା ଯାହା କହୁଛନ୍ତି, ଏବଂ ଗତକାଲି ଯେଉଁ ବୈଠକ ପରେ ଯାହା ସଭାପତି କହିଛନ୍ତି ଯେ ଆପଣ ଦତେଶ୍ୱର ହତ୍ୟାଙ୍କୁ ସପୋର୍ଟ କରୁଛି କଂଗ୍ରେସ, ସମର୍ଥନ ଦେବ ଏବଂ ଗୋଟିଏ ସେଟ୍ ମଧ୍ୟ ଫାଇଲ୍ କରାଯିବ, ଆପଣ ସହମତି এই କଥାରେ ନିଷ୍ପତ୍ତିରେ? ହଁ, ସଭାପତି ଯାହା କହିବେ ଆମେ ତାଙ୍କ କଥାରେ ସହମତି ଭାବେ କାର୍ଯ୍ୟ କରିବୁ। ଦତେଶ୍ୱର ହତ୍ୟାକୁ ସପୋର୍ଟ କରିବେ ନିଶ୍ଚୟ। ଭାଇନା ଗୋଟେ କଥା ହେଉଛି ଯେ ବର୍ତ୍ତମାନ କଂଗ୍ରେସର ଯେଉଁଭଳି ସ୍ଥିତି, କାରଣ ଏ ନିର୍ବାଚନ ଦେଖିବେ ଟିକେ ଅଧିକା ସଂଖ୍ୟକ ସିଟ୍ ଆସିଛି, ତା ପରବର୍ତ୍ତୀ ପର୍ଯ୍ୟାୟରେ ବିଜେଡ଼ି ବିପର୍ଯ୍ୟୟକୁ ଯାଇଛି। ଯଦି ଏଭଳି ନିଷ୍ପତ୍ତି ନିଆଯାଏ ଯେ ବିଜେଡ଼ି କ୍ୟାଣ୍ଡିଡେଟ୍କୁ ଆପଣ ସମର୍ଥନ କରିବେ, ତାହେଲେ ରାଜ୍ୟରେ କଂଗ୍ରେସର ସ୍ଥିତି ମଜବୁତ ହେବ ନା ଆଉ ଟିକେ ଦୁର୍ବଳ ହେଇଯିବ? ଶୁଣନ୍ତୁ, ରାଜ୍ୟ କଂଗ୍ରେସର ଯେଉଁ ସ୍ଥିତି ତ ବହୁତ ବର୍ଷ ହେଲା କ୍ଷମତାରେ ନାହାନ୍ତି। ସତ କହିବାକୁ ହେଲେ କଂଗ୍ରେସର ଦୁର୍ବଳତା, କିନ୍ତୁ ଆମମାନେ ଶକ୍ତିଶାଳୀ କରିବା ପାଇଁ ଚାହୁଁଛୁ, ଚେଷ୍ଟା ଜାରି ରହିଛି, କିନ୍ତୁ ଆମେ ସେ ଜାଗାରେ ପହଞ୍ଚି ପାରୁନୁ। କିନ୍ତୁ ସଂଗ୍ରାମ ଚେଷ୍ଟା ଜାରି ରହିଛି। ଆମର ଆଶା ଅଛି 2029ରେ ଯେ ଭଲ ପ୍ରଦର୍ଶନ କରିବୁ, ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ ଏବଂ କଂଗ୍ରେସ ଦଳ ସରକାରକୁ ଆସିଲା ଭଳି ଚେଷ୍ଟା ଚାଲିଛି। ଆଉ କାମ ମଧ୍ୟ ଗ୍ରାମାଞ୍ଚଳରେ ଗ୍ରାସ୍ ରୋଡ୍ରେ ଷ୍ଟାର୍ଟ ହେଇଗଲା। କିନ୍ତୁ ଏଇ ଯେଉଁ ନିଷ୍ପତ୍ତି ନିଆଗଲେ ମେସେଜ କ'ଣ ଯିବ, ବାର୍ତ୍ତା ସାଧାରଣ ଲୋକଙ୍କୁ କ'ଣ ଯିବ, କଂଗ୍ରେସ କର୍ମୀଙ୍କୁ କ'ଣ ଯିବ? ଶୁଣନ୍ତୁ, ଇନ୍ ତ ରାଜନୀତି ଦଳ କେବେ କିଏ ପଡ଼ୁନଥାଉଛି, କେବେ କେଉଁଠି ଗଠବନ୍ଧନ ହେଉଛି, ଏମିତି ଅନେକ ଷ୍ଟେଟ୍ରେ ହେଇଛି ଏବଂ ଦେଶର ମଧ୍ୟ ବିଭିନ୍ନ ଜାଗାରେ ଏହି ପ୍ରକାର ହେଇଛି। କ'ଣ ନିଷ୍ପତ୍ତି ନେଇଥିବେ ମୁଁ ତ ଜାଣିନି। ଗଲା ପରେ ବସିବି ଯେ କ'ଣ ହେଇଛି କ'ଣ ନାହିଁ ବୁଝାସୁଝା କରିବି। କିନ୍ତୁ ଯେଉଁ ବିଜେଡ଼ି ଆପଣଙ୍କୁ ଏତେ ତଳିତଳାନ୍ତ କରିଥିଲା, କଂଗ୍ରେସକୁ ଭାଙ୍ଗିବାରେ ଯେଉଁ ବିଜେଡ଼ି ଅଧିକ କାର୍ଯ୍ୟ କରିଛି, ସେଇ ଦଳ ସାଙ୍ଗରେ ଆପଣ ଯିବେ? ହଁ, ସରକାରରେ ଥିଲେ, କ୍ଷମତାରେ ଥିଲେ ତ ମୋତେ ଭଲ ନାହିଁ, ଏମିତି ଅନେକ ଲୋକଙ୍କୁ ଏପରି କରିଥିଲେ। କିନ୍ତୁ ସେ ଲୋକମାନେ ଆଜି ଯେଉଁମାନେ ସଂଗ୍ରାମୀ, ଯେଉଁମାନେ ଲଢ଼ୁଆ ଲୋକ, ତାଙ୍କର କିଛି କରିପାରିନଥିଲେ। ତାଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରିଥିଲେ, କିନ୍ତୁ ତାଙ୍କେ ନିଜ ଦମରେ ଠିଆ ହେଇକି ଏବେ ଯାଇ ଠିକ୍ଠାକ୍ରେ ଅଛନ୍ତି। ଆପଣଙ୍କ ଉପରେ ତ 100 କେସ୍ ଲାଗିଥିଲା, ଦେଇଥିଲେ, ଗୋଟେ ସମୟ ଥିଲା। ଆପଣ ତାଙ୍କ କ୍ୟାଣ୍ଡିଡେଟ୍ ସମର୍ଥନ ଦେବେ? ଦଳ, ଆମ ଦଳ, କଂଗ୍ରେସ ଦଳ ଯାହା କହିବେ ଆମେ ଏକମତ ହୋଇ କାର୍ଯ୍ୟ କରିବୁ। ଏମିତି ହଇରାଣ ତ ହେଉଛନ୍ତି, ଯିଏ ସରକାରରେ ଥାନ୍ତି ବିଭିନ୍ନ ପ୍ରକାର ବିରୋଧୀ ଦଳ ଲୋକ ହଇରାଣର ସାମ୍ନା କରିବାକୁ ପଡ଼ୁଛି ଏବଂ ହଇରାଣ ମଧ୍ୟ ବିଭିନ୍ନ ଲୋକ ହେଇଥାଉଛନ୍ତି। ତା ବୋଲି ଦଳ ଯୋଉଟା ନିଷ୍ପତ୍ତି ନେବ ତା ପାଇଁ ଆମେ କାର୍ଯ୍ୟ କରିବା ପାଇଁ ବାଧ୍ୟ। ଦଳର ଷ୍ଟାଣ୍ଡକୁ ଧରିକି ଆମେ କାର୍ଯ୍ୟ କରିବାକୁ ବାଧ୍ୟ। ଗୋଟେ ଦଳରେ ଅଛୁ, ଦଳରେ କାର୍ଯ୍ୟ କରିକି ବହୁତ ବର୍ଷ ହେଲା ଆସୁଛୁ, କିନ୍ତୁ ଦଳ ଛାଡ଼ିକି ଆମେ କୁଆଡ଼େ ଯାଇନୁ। କଂଗ୍ରେସ ଦଳ ଭଲ ଲାଗେ ଆମକୁ, କଂଗ୍ରେସ ଦଳର କାର୍ଯ୍ୟକଳାପ କଂଗ୍ରେସ ଦଳ ଭଲ ଲାଗେ, ରାହୁଲ ଗାନ୍ଧୀକୁ ଆମେ ଭଲ ପାଉ। ତ ଆମେ କଂଗ୍ରେସ ଯାହା ନିଷ୍ପତ୍ତି ନେବ ତା କାର୍ଯ୍ୟ। ଗ୍ରାସରୁଟ୍ରେ ପ୍ରଭାବ ପଡ଼ିବନି? ଆପଣ ବିଜେଡ଼ି ସାଙ୍ଗେ ମିଶିଯିବେ, 24 ବର୍ଷରେ ଆପଣଙ୍କୁ ହଇରାଣ କରିଥିଲା। ଏଇଟା ରାଜ୍ୟସଭା ନିର୍ବାଚନ, ଏ ନିର୍ବାଚନରେ ଏତେଟା ସାଧାରଣ ଲୋକ ପ୍ରତି ଏଫେକ୍ଟ ହେବନି।